ନୃସିଂହ ଅବତାରରେ ହିରଣ୍ୟକଶ୍ୟପକୁ ସେ ମୁକ୍ତି ଦେଇଛନ୍ତି। ସେ ମୁକ୍ତି କାହା ପାଇଁ ଦେଲେ? ପୁତ୍ର ପ୍ରହ୍ଲାଦର ଭକ୍ତିକୁ ଚୋରି କରି ସେଇ ଭକ୍ତି ବଳରେ ତାଙ୍କ ପିତା ପ୍ରହ୍ଲାଦକୁ ମୁକ୍ତି ଦେଲେ। ତାପରେ ଆପଣମାନେ ବୁଝିବେ ଯେ ତ୍ରେତୟା ଯୁଗରେ ରାବଣ ସୀତାଙ୍କୁ ଚୋରି କଲା, ଏଇଟା ସମସ୍ତେ କହୁଛନ୍ତି। କିନ୍ତୁ ବଳିଆ କହୁଛି ଚୋରି କିଏ କାହାର କରିଛି? 14 ବର୍ଷ ରାମ ଜଙ୍ଗଲକୁ ଗଲେ, 14 ବର୍ଷ ହଉ 4 ବର୍ଷ, ସେ ଗୋଟାଏ 14 ବର୍ଷ ଏଇ ଯୋଉ ସମୟଟାକୁ ସେ ଚୋରି କଲେ। ଯୋଉ ଲୀଳା ସେ କରିଛନ୍ତି ବା ଜଙ୍ଗଲରେ ବୁଲିଲା ବେଳେ ଯୋଉ ଲୀଳା କଲେ, ସେ ଲୀଳାଟା ଯେତିକି ବର୍ଷ ଭିତରେ କଲେ ସେଇ ବର୍ଷଟାକୁ ସେ ଚୋରି କରିଛନ୍ତି। ତାରି ଭିତରେ ସୀତା ରାବଣକୁ ଚୋରି କରିଛନ୍ତି, ଏ ରାବଣ ସୀତାଙ୍କୁ ଚୋରି କରିଛନ୍ତି। ଇଏ କଥାଟା ଗୋଟେ କେବଳ ହୁରି ପଡ଼ିଛି, କିନ୍ତୁ ପ୍ରକୃତ ରାମ ହିଁ 14 ବର୍ଷକୁ ଚୋରି କରିଥିବାରୁ ତା ଭିତରେ ଏଗୁଡ଼ାକ ସବୁ ଟିକେ ଟିକେ ଲୀଳା। ଏଇ ଭାବରେ ସଙ୍ଗୀତଟି ଲେଖା ହେଇଛନ୍ତି। ଭଗବାନ ସବୁବେଳେ କାଳ ରୂପ ବା ସମୟର ରୂପ ଧରି ଏ ଜୀବଜଗତର ପ୍ରାଣକୁ ଚୋରି କରୁଛନ୍ତି। କିଏ କେତେ ବର୍ଷ ବଞ୍ଚିବ ତାକୁ ଚୋରି କରୁଛି କିଏ? କାଳ। ସେଇଭଳି ଭାବରେ ହନୁମାନ ଆଉ ବିଭୀଷଣଙ୍କର ଭାବକୁ ଚୋରି କରି ହନୁମାନଙ୍କୁ ଗୋଟେ ବଡ଼ ଭକ୍ତ ସଜେଇଲେ, ବିଭୀଷଣକୁ ମଧ୍ୟ ଭକ୍ତ ସଜେଇଲେ। ସେ କିଏ ସଜେଇଲେ? କେବଳ ରାମ ନୁହନ୍ତି, ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଏ 4 ଜଣ ଯାକ ରାମଙ୍କ ସହିତ ପ୍ରଥମେ ହନୁମାନଙ୍କର ଭେଟ ହେଇଛି, ତାପରେ ବିଭୀଷଣଙ୍କ ସହିତ ଭେଟ ହେଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ରାମାଭିଷେକ ହେଇଛି, ସେତେବେଳେ ହନୁମାନଙ୍କ ସହିତ ଏମାନଙ୍କର ବି ସମ୍ପର୍କ ଅଛି, ବିଭୀଷଣଙ୍କ ସହିତ ବି ସମ୍ପର୍କ ଅଛି। ଏଇଭଳି ଭାବରେ ଏ ଜଗତରେ ଅନେକ ଚୋରି, ଆମେ ଯୋଉ କହୁଛୁ ଇଏ ଚୋରି କଲା ସେ, କିନ୍ତୁ ଚୋରିଟା ସବୁବେଳେ ଚାଲିଛି। କୃଷ୍ଣ ଅବତାରରେ କୁବୁଜା ଗୋଟେ ଅସୁନ୍ଦରୀ ରୂପ ଥିଲା। ସେ ଅସୁନ୍ଦରୀ ରୂପକୁ ଚୋରି କରି କୁବୁଜାକୁ ଦିବ୍ୟ ସୁନ୍ଦର କରିଥିଲେ କିଏ? କୃଷ୍ଣ। ସୁଦାମା ମାଳିର ଭକ୍ତିକୁ ଚୋରି କରି ତାର ମାଳକୁ ସେ ପିନ୍ଧିଥିଲେ କିଏ? ସିଏ ହଉଛନ୍ତି କୃଷ୍ଣ। ଖାଲି କୃଷ୍ଣ ନୁହେଁ, କୃଷ୍ଣ ବଳରାମ। ଭାରତ ଯୁଦ୍ଧରେ କୁରୁ ପାଣ୍ଡବଙ୍କର ଯୁଦ୍ଧ ହେଲା। କୌରବ ମାନଙ୍କର ଦର୍ପକୁ ଚୋରି କଲେ, ଦର୍ପକୁ ଚୋରି କରି ତାଙ୍କୁ ମୁକ୍ତି ଦେଲେ। ଆଉ କଣ?
ସେଇଭଳି ଜଗାଇ ମାଧାଇଙ୍କର ଦୁଷ୍ଟାମୀ ମଦ୍ୟପ ଜଗାଇ ମାଧାଇ ମଦ ପିଉଥିଲେ। ସେ ଜଣେ ଦୁଷ୍ଟ ପିଲା ଥିଲେ। ସେ ଦୁଷ୍ଟାମୀକୁ ଚୋରି କରି ତାଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କଲେ। ପରବର୍ତ୍ତୀ ସମୟରେ ଜଗାଇ ମାଧାଇ ସନ୍ନ୍ୟାସ ଗ୍ରହଣ କଲେ। ଏବେ ବି ନବଦ୍ୱୀପ ଧାମରେ ତାଙ୍କର ସମାଧି ଅଛି। ସେଠି ମଧ୍ୟ ଅଖଣ୍ଡ ନାମ ଚାଲିଛି। କିନ୍ତୁ ଆମ ପାଲାବାଲା ମାନେ ବୋଲନ୍ତି ସେଇ ଗୋଟିଏ ଶ୍ଳୋକ ସବୁ ପାଲାବାଲା ମାନେ ବୋଲିବେ। ବ୍ରଜେ ପ୍ରସିଦ୍ଧମ୍ ଏହାକୁ ସମସ୍ତେ ଗାଆନ୍ତି। କିନ୍ତୁ ଏ ଯୋଉ ଗୀତଟି ଲେଖା ହେଲା ଆହୁରି ଚାରିପଦ କାଲିକି ବୋଲା ହବ। ଏଇଟା ଚାରିପଦ ହେଇଛି, ଆଉ ଚାରିପଦ କାଲି ବୋଲା ହବ। ଏ ଗୀତ କାହିଁକି ଲେଖା ହେଲା? ତମେ ଯଦି କେହି ୟାକୁ ପଢିବନି ତମେ ନ ପଢ, କିନ୍ତୁ ଆଜି ନ ପଢିଲେ କାଲି ପଢିବ। ଚୋରଟା କାହାକୁ କଣ? ଆଚ୍ଛା, କୃଷ୍ଣ ଲବଣୀ ଚୋରି କଲେ, ତୁମେ କୃଷ୍ଣକୁ କଣ ଭାବୁଛ କି? ବ୍ରଜେ ପ୍ରସିଦ୍ଧମ୍ ନବନୀତ ଚୌରମ୍। ସେ ଲହୁଣୀ ଚୋରରେ ଗୋଟେ ବିଖ୍ୟାତ ଲହୁଣୀ ଚୋର। ମତେ ତ ଶୁଣିଲାକୁ ହସ ମାରୁଛି। ସେ କଣ ଲବଣୀର ଚୌର ଲହୁଣୀ ଖାଇବା ପାଇଁ ଜନ୍ମ ହେଇଥିଲେ? ଆଚ୍ଛା, ବ୍ରଜାଙ୍ଗନା ଦୁକୁଳାନ୍ତ ଚୌର। ଏ ବ୍ରଜାଙ୍ଗନା ମାନଙ୍କର ବସ୍ତ୍ରକୁ ସେ ଚୋରି କରିଥିଲେ କି? ମୁଁ ସବୁ ପାଲାକାର ମାନଙ୍କୁ ପ୍ରଶ୍ନ ପଚାରୁଛି। ସେ ଉଲଗ୍ନ ହେଇ ଲୁଗାକୁ ନଈ ବାଲିରେ ଧୋଇ ସେ ଗାଧଉଥିଲେ। ଇଏ ସଂସ୍କାର ପୁରୁଷ। ତମେ ମା, ତୁମେ ଉଲଗ୍ନ ହେଇ କଣ ଗାଧଉଛ? ତେଣୁ ସେ ବସ୍ତ୍ର ଗୁଡାକୁ ସେ ଉଡେଇକି ଆଣି ତାଙ୍କୁ ଗୋଟେ ଶିକ୍ଷା ଦେବା ପାଇଁ ସେ ବସ୍ତ୍ରକୁ ପବନ ଦ୍ୱାରା ଉଡ଼ିକିରି ଆସି କଦମ ଗଛ ମୂଳେ ଲାଗିଥିଲା। ଏମାନେ ଯେତେବେଳେ ଆମ ବସ୍ତ୍ର ମାଗିଲେ ସେ ବସ୍ତ୍ରକୁ ଦେଇଛନ୍ତି ନା, ଆଉ କଣ? ସେ ବସ୍ତ୍ରକୁ ନେଇକି ସେ ଘରୁ ଗଲେ। ଏଇଥିପାଇଁ କଣ କୃଷ୍ଣ ଜନ୍ମ ହେଇଥିଲେ? ବ୍ରଜାଙ୍ଗନା ଦୁକୁଳାନ୍ତ ଚୌର। ହଁ, ଗୋଟିଏ କଥା ଏଥିରେ ଭଲ ଲାଗେ, ଅନେକ ଜନ୍ମାର୍ଜିତ ପାପ ଚୌରମ୍। ଏଇଟା ଗୋଟେ ଲାଭ। ଆଉ ତେଣୁ ଲାଭ ପାଇଁ ଆକୁ ବୋଲିଲେ। ଆଉ କିନ୍ତୁ ଆଉ ଗୋଟେ ସୁନ୍ଦର ଶ୍ଲୋକ, ଶ୍ରୀରାଧିକାୟ ହୃଦୟ समस्त चौरम् चौराग्रगण्यम् पुरुषं नमामि। चौराग्रगण्यम् पुरुषं नमामि। चौराग्रगण्यम् पुरुषं नमामि। ये श्लोक पढ़िया मु कोठी शुणिनी। आमे पढ़ू कि आमर वैष्णव समाज पढ़े। अच्छा, एथिपाई से कथा भितर पचरा आमर कहीं जे भाव आसुनी किए पचारा। बाबा कहले तुमर संस्कार नहीं कि साधन नहीं।
ଭାବନା କେମିତି ଆସିବ? ବାୟା ଭାଗବତର ପଦ ଗୁଡ଼ିକୁ କୋଟ କଲେ। ମୁଁ ସ୍ୱର ନଗଉନି, ପଢି ଯାଉଛି ଖାଲି। ପ୍ରଥମେ ବିଷୟ ଅସଙ୍ଗୀ, ପ୍ରେମ ପୁଲକତ ନୁଭଙ୍ଗୀ, ମନ ନଥିବ ଅନ୍ୟ ସଙ୍ଗେ, ଚିତ୍ତ ନିବେଶୀ ସାଧୁ ସଙ୍ଗେ, ଉତ୍ତମ ସଙ୍ଗ ସେବା ନିତ୍ୟ, ଜନ୍ତୁଙ୍କୁ ଦୟା ହୃଦ ଗଟେ, ସମସ୍ତ ଲୋକେ ମିତ୍ର ଭାବ, ଏ ଆଦି ଯତନେ ସାଧିବ, ଶୌଚ ତପ ଦୟା ଗୁଣ, ମୌନ ବେଦ ଅଧ୍ୟୟନ, ଅହିଂସା ଦୁଃଖ ସୁଖ ସମ, ଯିଏ ବ୍ରହ୍ମଚର୍ଯ୍ୟ ଆଦି କର୍ମ, ଏ ଆଦି ଧର୍ମମାନ ଯେତେ, ଶିକ୍ଷା କରିବ ତା ଯେତେ, ଜଗତ ବିଷ୍ଣୁ ଭାବେ ନାହିଁ, ଉଦାସ ଭାବେ ଦେହ ବହି, ନିର୍ଲୋପେ ସର୍ବସଙ୍ଗେ ଥିବ, ସ୍ୱଭାବେ କର୍ମ ହିଁ କରିବ। ଇଏ ଯେତିକି କହିଲେଣି ଏ ଲେଖା ହେଇଛି, ଆଖୁ ଆଲୋଚନା କଲେ 5 ଦିନ ଖଣ୍ଡେ ସମୟ ଲାଗିବ। ଆଉ ଇଏ କଥା କରୁଛି କି ଖାଲି ଉପରେ ଉପରେ ସବୁ ଭାସୁଛି। ତାପରେ ପ୍ରଶ୍ନ ଆସିଲା, ଇଏ ଏତେ ଗୁଡା କଥା ବାବା କହିଲେ, ଇଏ କଥାରେ ଆଉ ପ୍ରଶ୍ନ କିଛି ଆସିଲାନି। ଆମେ ପୁଣି ଜଣେ ସେଇ ଲୋକ ପଚାରିଲେ, ଆମେ ତ ସଂସାରୀ, ବ୍ରହ୍ମଚର୍ଯ୍ୟ ପାଳନ କରିବୁ କିପରି? ଦେଖନ୍ତୁ ବାୟା ଏତେ ଗୁଡାଏ କଥା କହିଲେ, ସେ କଥାର ଅନ୍ୟ କଥାକୁ କିଛି କହିଲାନି, ବ୍ରହ୍ମଚର୍ଯ୍ୟ କଥାଟାକୁ କହିଲା। ବାବା ସାଙ୍ଗେ ସାଙ୍ଗେ କହିଲେ, ବ୍ରହ୍ମଚର୍ଯ୍ୟ ପାଳନ ନ କରି ଅନ୍ୟ ଉପଦେଶ ଗୁଡ଼ିକ ମାନୁନା। କଣ ବାବା କହିଲେ, କଣ ଖାଲି ବ୍ରହ୍ମଚାରୀ ହେଲେ ଭଗବାନଙ୍କୁ ପାଇବ? ଅନାସକ୍ତ ଭାବରେ ରୁହ, ଭଗବାନଙ୍କୁ ଡାକ। ବ୍ରହ୍ମଚର୍ଯ୍ୟ କଣ ହଉଛ? ତମକୁ ତମ ପାଇଁ ବ୍ରହ୍ମଚର୍ଯ୍ୟଟା ବହୁତ ବଡ ହେଇଯାଇଛି। କଣ କହିଲେ ବାବା? ଗୃହ ଆରମ୍ଭେ ଗୃହୀ ମେଳେ, ନ ପଶି ରହିବନି ଘରେ, ରମେ ଗୁରୁମେଳେ, ନ ପଶି ରହିବନି ଘରେ, କର୍ମେ ଈଶ୍ୱର ଯାହା ଦେବ ଆନନ୍ଦେ ଉଦର ପୋଷିବ, କର୍ମେ ଈଶ୍ୱର ଯାହା ଦେବ ଆନନ୍ଦେ ଉଦର ପୋଷିବ, ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ, ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ, ସତ୍ୟ କହିବ ନିତ୍ୟ ତୁଣ୍ଡେ, କେବେ ହେ ନଥି ପାସା, କେବେ ନଥିବ ପାଷାଣେ, କେବେ ନଥିବ ପାଷାଣେ, କୃଷ୍ଣର ଜନ୍ମ କର୍ମ ଗୁଣ, ନିରତେ ପଠନ ଶ୍ରବଣ, ନିରତେ ପଠନ ଶ୍ରବଣ, ନିରତେ ପଠନ ଶ୍ରବଣ। ଇଏ ଯୋଉ କଥାଟି ବାବା ବର୍ତ୍ତମାନ କହିଲେ, ସିଏ ପଦ ଗୁଡାକ ତମେ ବୁଝିପାରିଲନି। ଏଇ କଥାଟା ଯଦି କରିବ, ସବୁ କଥା ହେଇଯିବ, ବ୍ରହ୍ମଚର୍ଯ୍ୟ ପାଳନ ହେଇଯିବ, ସବୁ ହେଇଯିବ, ଆଉ ଅଡୁଆ ମଡୁଆ କିଛି ରହିବନି।
ନିଜକୁ ପଚାର ଭାଗବତ ଟିକେ ପଢୁଛ କି? ଭାଗବତର 11 ସ୍କନ୍ଦ 5 ଧାଡି କି 5 ପଦ ପଢୁଛ କି? ওটা অধ্যায় না পড়ল না এ হও কুসঙ্গ বর্জন করছ কি? সে কথা ବି ନାହିଁ। ଯିଏ ଘର ଭଙ୍ଗା ଲୋକ ଟାଉଟରୀ କରୁଥିବ, ତମକୁ ଠକିକିରି ନେଇକିରି ସିଏ ମାନେ ବଡ଼ ହବ, ତମକୁ ନାଲି ଆଖି ଦେଖେଇବ, ଯିଏ ବା ତମ ପାଇଁ ଅନ୍ୟକୁ ନାଲି ଆଖି ଦେଖେଇବ, ତୁମେ ତାକୁ ମଧ୍ୟ ଟଙ୍କା ଦେଇ ଅନ୍ୟକୁ ପାଷାଣ୍ଡ ଭଳିଆ ସେ ଅନ୍ୟକୁ ବଦ୍ଧ କରିପାରେ, ଖଣ୍ଡିଆ କରିପାରେ। ଏଇଆ କାମ ସବୁ କରି ତମେ ସେଇମାନଙ୍କ ସହିତ ବାବା କହିଲେ ଭାଗବତ ପଢ, କୃଷ୍ଣଙ୍କର ଗୁଣ ଶୁଣ। ସେ କୃଷ୍ଣଙ୍କର ନହେଲା ରାମଙ୍କର ଶୁଣ, ଜଗନ୍ନାଥଙ୍କର ଶୁଣ। ତମରା ଏମିତି କଲେ ଆଉ ଗୃହ କରିବ। ଯୋଉ ସମୟରେ କାହାରି ସହିତ ଆଉ ସମ୍ପର୍କ ନାହିଁ, ନିଜେ ଟିକେ ଧ୍ୟାନ କରିବ 5 ମିନିଟ ଆଉ ଗୋଟେ 24 ଘଣ୍ଟା ଭିତରେ 24 ମିନିଟ ସମୟ ଦଉଛ କି? ସମସ୍ତଙ୍କ ପାଇଁ କର୍ତ୍ତବ୍ୟ କରିବ, ଆଉ ସମସ୍ତଙ୍କୁ କୁଣ୍ଡେଇକି ଧରିବ। ଇଏ ତମେ ଆମର, ଆମେ କଣ କିଏ କାହାକୁ? ଆରେ ଯିଏ ଯାହାକୁ କୁଣ୍ଡେଇକି ଧରେ ତମେ କହିପାରିବ କି ତମେ ଆଗ ମରିବ କି ସିଏ ଆଗ ମରିବ? ତେଣୁ ବେଶୀ ଗୁଡାକ କୁଣ୍ଡାକୁଣ୍ଡି ଭଲ ନୁହେଁ। ଯାହା ପ୍ରତି ଯେତିକି ମୋହ ରହିବା କଥା ରହୁ। ପୁଅ ହଉ ଝିଅ ହଉ, ବାପ ମାଙ୍କ କଥା ଅଲଗା, ତାଙ୍କୁ ତ ତାଙ୍କ ପ୍ରତି କାହାର ମୋହ ଆଉ ନାହିଁ, ନଥିଲେ ନାଉ ତାଙ୍କର ପ୍ରତି ମୋହ ତମ ପ୍ରତି ଯେତିକି ରହିବା କଥା ତାଠାରୁ ଯଦି ଅଧିକ ହୁଏ, ଏଇ ଯୋଉ ବଳିଆ କହୁଛି ଇଏ ବି ଗୋଟେ ପାଷାଣ୍ଡ। ମୁଁ ଜୀବନରେ ଲୋକଙ୍କୁ ମାନେ ଭକ୍ତମାନଙ୍କୁ ଏତେ ଭଲ ପାଏ ଯେ କିଛି ଭକ୍ତ ଭଲ ପାଇବାକୁ କେନ୍ଦ୍ର କରି ତାକୁ ବଳିଆର ଦୁର୍ବଳତା ବୋଲି ଭାବି ସେ ତାଙ୍କର ଦୂରେଇ ଯାଆନ୍ତି। ଆଉ ବେଶୀ ନୁହଁ, ଏଇ 4-5ଟା ଘଣ୍ଟାର 53 ବର୍ଷ ଭିତରେ 4-5ଟା ଲୋକ ମୋ ଦୂରେଇ ଯାଇଛି, ସିଏ ସବୁ ପଣ୍ଟ ହେଇଗଲା। ଆଉ ତେଣୁ ଗୃହ କରିବ ଗୃହୀ ମେଳେ, ନ ପଶି ରହିବ ନିରୋଳେ। ଆଜି ଦେଖନ୍ତୁ ଛଟିଆ ହାରିଦାସ ସେ ଗୃହୀ, କିନ୍ତୁ ଆଜି ଭଗବାନଙ୍କର ବଡ଼ ଭକ୍ତ ଛଟିଆ ହାରିଦାସ। ହାଡ଼ିବନ୍ଧୁ ଦାସ ସେ ଗୃହୀ ନୁହନ୍ତି, ସେ କିନ୍ତୁ ଜଣେ ତତ୍ତ୍ୱ ସାଧକ, ବୈକୁଣ୍ଠନାଥ ବ୍ରହ୍ମଚାରୀ, ବିବାହ ହେଇନାହାନ୍ତି, କିନ୍ତୁ ସେ ଜଳୌକା ଭଳି ଏକ କଣ୍ଟକିତ ଜଙ୍ଗଲ ପାହାଡ଼ରେ ବସି କେତେ ସୁନ୍ଦର ସଙ୍ଗୀତ ଲେଖୁଛନ୍ତି। ଆମର ତ ବୋଲା ହଉଛି ସବୁବେଳେ, ବେଳେ ବେଳେ ଟିକେ ମନ ହଉଛି ଟିକେ ଆମେ କଣ ଲେଖିଛୁ ଟିକେ ବୋଲିବୁ, କିନ୍ତୁ ଆମର ସେ ଯୋଉ ପଦ୍ଧତି ଲେଖିଛନ୍ତି, ସବୁ ବନ୍ଧନ ଟୁଟାଇଏ ପ୍ରଭୁ ତୁମରି ବନ୍ଧନେ ରଖ। କେଡ଼େ ବଡ଼ କଥା। ଠାକୁର ଅଭିରାମ କରମଳା ଭଳିଆ ଗୋଟାଏ ଅଜ୍ଞାତ ପଲ୍ଲୀରେ ବସି
ତତ୍ଵର ଗୋଟେ ବିଷୟ ସୃଷ୍ଟି କରିଛି। ବାୟା ବାବା ବିବାହ ହେଇଥିଲେ, ଖାଦ୍ୟରେ ଚାଲି ଆଇଲେ। ବାୟା ବାବା ବିବାହ ହେଇଥିଲେ, ତାଙ୍କୁ ଛାଡ଼ି ପଳାଇଲେ। ମହାପ୍ରଭୁ ଚୈତନ୍ୟ ବିବାହ ହେଇଥିଲେ, ତାଙ୍କୁ ଛାଡ଼ି ଦେଇକି ସେ ପଳାଇଲେ। ଅବତାର ପୁରୁଷ ହେଇଗଲେ। ରାଜା ଜନକ ସବୁ ଭିତରେ ଥିଲେ, କିନ୍ତୁ ସେ ପରମାତ୍ମାଙ୍କ ପ୍ରତି ତାଙ୍କ ଲକ୍ଷ୍ୟ ଥିଲା। ଠାକୁର ଅନୁକୂଳ ଚନ୍ଦ୍ର ବିବାହ ହେଇଛନ୍ତି, ଦୁଇଟି ବିବାହ ହେଇଛନ୍ତି, କିନ୍ତୁ ସେ ଆଜି ଅନେକଙ୍କ ପାଇଁ ପୁରୁଷୋତ୍ତମ ରୂପରେ ପୂଜା ପାଉଛନ୍ତି। ଏଇଭଳି ଭାବରେ ଆଉ କାହା କଥା ମନେ ପଡ଼ୁନି। ତେବେ ମୋ ଜାଣିବାରେ ଗୃହ କରିବ ଗୃହୀ ବେଳେ ନପଶି ରହିବ ଦେଳେ, ସେଇ ଗୋଟା କହୁଛି ବ୍ରହ୍ମଚର୍ଯ୍ୟ। ଆଚ୍ଛା, ଆଜିର କଥାକୁ ଏଇଠି ରଖିବା। ପୁଣି କାଲି ଭୁବନେଶ୍ୱର ଯିବି। ଭୁବନେଶ୍ୱର କାର୍ଯ୍ୟକ୍ରମ 2 ଦିନ ରହି 10 ତାରିଖ ଆଶ୍ରମକୁ ଫେରିବି। ଆଜି ସନ୍ଧ୍ୟାରେ ଏଠି ଗୀତାର ଆଲୋଚନା ଟିକେ ହବ, ପ୍ରାର୍ଥନା ଟିକେ ହବ, ଆଉ ଗୀତାର ଆଲୋଚନା ହବ। ତେଣୁ ସମସ୍ତେ ସେଥିପାଇଁ ଯଦି ଶୁଣିବାକୁ ଇଚ୍ଛା ଶୁଣିବେ, ଆଉ କଥା ରଖିବା। ଆଉ শ্রীকৃষ্ণ গোবিন্দ হরে মুরারে হে নাথ নারায়ণ বাসুদেব। শ্রীকৃষ্ণ গোবিন্দ হরে মুরারে হে নাথ নারায়ণ বাসুদেব। 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 শ্রীকৃষ্ণ গোবিন্দ হরে মুরারে হে নাথ নারায়ণ বাসুদেব। শ্রীকৃষ্ণ গোবিন্দ হরে মুরারে হে নাথ